ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିଥିଲେ। ଇଂରାଜୀ ଭାଷାରେ ଲେଖାଯାଏ those who rule। ତୁମମାନଙ୍କ ମଧ୍ୟରେ ଯେଉଁମାନେ ଶାସନ କରନ୍ତି, ଯେଉଁମାନେ ତୁମକୁ ପଥ କଢ଼େଇ ଦିଅନ୍ତି, ଯେଉଁମାନେ ତୁମକୁ ଉପଦେଶ ଦିଅନ୍ତି, ଯେଉଁମାନେ ତୁମକୁ ମାର୍ଗଦର୍ଶନ ଦିଅନ୍ତି, ସେ ପ୍ରକାର ଲୋକମାନଙ୍କୁ କ'ଣ କରିବା ପାଇଁ କୁହାଯାଇଛି? ସ୍ମରଣ କରିବାର ନିମନ୍ତେ କୁହାଯାଇଛି। କହିବାକୁ ଗଲେ ଏଭ୍ରି ପୁସ୍ତକରେ 13ଟି ମାତ୍ର ଅଧ୍ୟାୟ ଅଛି ଏବଂ ଏ ଶେଷ ଅଧ୍ୟାୟଟି ହେଉଛି ତାର ପୂର୍ବ 12 ଅଧ୍ୟାୟର ବ୍ୟବହାରିକ ବିଷୟ ସବୁ, ଯାହା ପୂର୍ବ 12 ଅଧ୍ୟାୟରେ ଲେଖାଯାଇଛି। ଏବଂ ଏଭ୍ରି ପୁସ୍ତକର ମୂଳ ପ୍ରସଙ୍ଗ ହେଉଛି ଯୀଶୁ ଖ୍ରୀଷ୍ଟ ଶ୍ରେଷ୍ଠ ଅଟନ୍ତି, ତାହାଙ୍କର ଶ୍ରେଷ୍ଠତ୍ୱ ବିଷୟ, ତାଙ୍କର ସୁପେରିୟରିଟି ବୋଲି କୁହାଯାଏ, ତାଙ୍କର ମହତ୍ଵ ବିଷୟରେ କୁହାଯାଏ। ସେ ସ୍ୱର୍ଗର ଦୂତମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି, ପୃଥିବୀରେ ସେ ଯାଜକମାନଙ୍କ ଠାରୁ ମହାଯାଜକଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି, ସେ ଭାବବାଦୀ ମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି, ସେ ପୁରାତନ ନିୟମ ଠାରୁ ଶ୍ରେଷ୍ଠ ଅଟନ୍ତି, ସେ ପୁରାତନ ନିୟମର ବଳିଦାନ ଠାରୁ ଶ୍ରେଷ୍ଠ ଅଟନ୍ତି। ଏ ସବୁର ତୁଳନା କରି 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 ଲେଖକ ସେ କହୁଛନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ସମସ୍ତର ଊର୍ଦ୍ଧ୍ୱରେ ଅଛନ୍ତି। ଏବଂ ତାଙ୍କ ବିଷୟରେ ସେ ଗୋଟେ ନିର୍ଦ୍ଦିଷ୍ଟ ବିଷୟ ଏଇ ଅଧ୍ୟାୟର ଯାହା ମାନେ ପଢିଲୁ ତାର ପରବର୍ତ୍ତୀ ପଦରେ ଲେଖାଯାଇଛି ଯେ ଅନ୍ୟମାନେ ଯେଉଁମାନଙ୍କର ବିଷୟ ତୁଳନା କରାଗଲା ସେମାନଙ୍କର ନିର୍ଦ୍ଦିଷ୍ଟ ଆରମ୍ଭ ଅଛି ଏବଂ ଶେଷ ଅଛି, କିନ୍ତୁ ଯାହାଙ୍କ ବିଷୟରେ ଲେଖାଯାଉଛି ତାହାଙ୍କର ଆରମ୍ଭ ନାହିଁ କିମ୍ବା ଶେଷ ନାହିଁ। ଏହି କ୍ଷେତ୍ରରେ ସେ ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି। ସେଥିପାଇଁ ସେ ପରବର୍ତ୍ତୀ ପଦରେ ଲେଖାଗଲା ଯୀଶୁ ଖ୍ରୀଷ୍ଟ କେବେଠାରୁ? କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି। ସେ ଚିରକାଳ ଅଛନ୍ତି କେବଳ ନୁହଁ, ସମାନ ଅଛନ୍ତି। ପୃଥିବୀରେ ଆମେ ଯେକୌଣସି କାର୍ଯ୍ୟରେ କାର୍ଯ୍ୟକାରୀ ହେଉନା କାହିଁକି, ସରକାରୀ ଦପ୍ତରରେ ହଉ, ସ୍କୁଲ କଲେଜରେ ହଉ କିମ୍ବା ପଞ୍ଚାୟତ ଅଫିସରେ ହଉ କିମ୍ବା ଯେକୌଣସି ସ୍ଥାନରେ ଆମମାନଙ୍କର ଏକ କାର୍ଯ୍ୟକାଳର ସମୟ ଥାଏ। କୋଉ କୋଉ ଜାଗାରେ 60 ବର୍ଷ, କୋଉ ଜାଗାରେ 65 ବର୍ଷ, କୋଉ ଜାଗାରେ 75 ବର୍ଷ, କିନ୍ତୁ ପ୍ରତ୍ୟେକ କାର୍ଯ୍ୟର ଏକ ଶେଷ ସମୟ ନିରୂପିତ ଅଟେ। ସେ ଅନୁସାରେ ଆମମାନଙ୍କୁ ଅବସର ନେବାକୁ ହୁଏ, ଆମମାନଙ୍କୁ ଅବ୍ୟାହତି ନେବାକୁ ହୁଏ, ଯାହା ଆଜି ମଧ୍ୟ ଆମମାନଙ୍କର ଉପସ୍ଥିତିରେ ଆମମାନଙ୍କର ଆଖି ଆଗରେ ଘଟିଛି। କିନ୍ତୁ ଈଶ୍ୱରଙ୍କର ସେବାରେ ଅବସର ଶବ୍ଦଟି ନାହିଁ। ଈଶ୍ୱରଙ୍କର ସେବାରେ ସେତେବେଳେ ସେବା କାର୍ଯ୍ୟ ଶେଷ ହୁଏ ଯେତେବେଳେ ସେଇ ବ୍ୟକ୍ତିଙ୍କୁ ପରମେଶ୍ୱର ଉଠେଇ ନିଅନ୍ତି। ଆପଣ ମୂଷାଙ୍କର ଜୀବନକୁ ଦେଖନ୍ତୁ କିମ୍ବା ଯୋଶୀଙ୍କର ଜୀବନକୁ ଦେଖନ୍ତୁ କିମ୍ବା ଅନ୍ୟ ସମସ୍ତଙ୍କର ଜୀବନକୁ ଦେଖନ୍ତୁ, ପ୍ରେରିତମାନଙ୍କର କଥା ମଧ୍ୟ ଯଦି ନିଆଯାଏ ତାହେଲେ ସେମାନଙ୍କର ଜୀବନ କାଳରେ ମଧ୍ୟ ଅବସର ଶବ୍ଦ ନାହିଁ। ସେମାନେ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଈଶ୍ୱରଙ୍କର ଦିଆଯାଇଥିବା ସେବା କାର୍ଯ୍ୟରେ ବ୍ରତୀ ଥିଲେ, ଲାଗି ପଡୁଥିଲେ। ଯେତେ ପର୍ଯ୍ୟନ୍ତ କରିପାରୁଥିଲେ ସେମାନେ କରୁଥିଲେ। ଆଉ ମୋର ଏଇ ଆଶା ଏବଂ ଏଇ ପ୍ରାର୍ଥନା ପ୍ରଭୁଙ୍କର ଦାସଙ୍କର ନିମନ୍ତେ ଯେ ଆନୁଷ୍ଠାନିକ ଭାବରେ ଅବସର ନେଇଛନ୍ତି ଭଲ କଥା, ମାତ୍ର ପ୍ରଭୁଙ୍କର ସେବାରୁ ନୁହେଁ। ସେ ପ୍ରଭୁଙ୍କର ସେବାରେ ହୋଇପାରେ ଆହୁରି ଅଧିକ ଭାବରେ, ଅଧିକ ବ୍ୟାପକ ଭାବରେ କରିବାକୁ ପାରିବେ, କାରଣ 75 ବର୍ଷ ବୟସରେ ମଧ୍ୟ ସେ ଫିଟ୍ ଅଛନ୍ତି। ଏବେ ବି ସେ ସୁସ୍ଥ ଏବଂ ସକ୍ରିୟ ଅଟନ୍ତି। ମୁଁ ବିଶ୍ୱାସ କରେ ପ୍ରଭୁ ତାଙ୍କ ପାଇଁ ନିଶ୍ଚୟ ଆହୁରି ଅଧିକ ମହତ୍ତର ସେବା କାର୍ଯ୍ୟ ରଖିଛନ୍ତି ତାଙ୍କ ରାଜ୍ୟର ନିମନ୍ତେ, ଆଉ ସେଥିରେ ସେ ତାହାଙ୍କୁ ବ୍ୟବହାର କରିବେ। ତେବେ ଫେରି ଆସିବା 7 ପଦ, ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିଥିଲେ ତୁମ୍ଭମାନଙ୍କର ଏପରି ନେତାମାନଙ୍କୁ ସ୍ମରଣ କର। ଭୁଲି ଯାଅ ବୋଲି କୁହାଯାଉ ନାହିଁ, ସ୍ମରଣ କରିବା ବିଷୟରେ କୁହାଯାଉଛି। କହିବାକୁ ଗଲେ এই 13 ଅଧ୍ୟାୟରେ ସେ ପ୍ରକାର ବ୍ୟକ୍ତିମାନଙ୍କର ନିମନ୍ତେ 3ଟି ବିଷୟ କରିବା ପାଇଁ ମଣ୍ଡଳୀକୁ କୁହାଯାଉଛି। এই କଥା ମଣ୍ଡଳୀର ବିଶ୍ୱାସୀମାନଙ୍କ ପାଇଁ ଲେଖାଯାଇଛି। ଆଉ କୁହାଯାଉଛି ତୁମ୍ଭମାନଙ୍କର ନେତାମାନଙ୍କୁ ସ୍ମରଣ କର। 7 ପଦରେ କୁହାଯାଉଛି ସେମାନେ ତୁମ୍ଭମାନଙ୍କୁ କି ପ୍ରକାର ଭାବରେ ଈଶ୍ୱରଙ୍କ ବାକ୍ୟରୁ ଶିକ୍ଷା ଦେଲେ।
ଏବଂ ସେମାନେ କିପରି ବିଶ୍ୱାସର ଅନୁକାରୀ ହେଲେ ସେମାନଙ୍କର ବିଶ୍ୱାସର ଜୀବନକୁ ଲକ୍ଷ୍ୟ କର ଆଉ ସେମାନଙ୍କର ଶେଷ ଗତିକୁ ଲକ୍ଷ୍ୟ କର। ବାଇବଲରେ ଜ୍ଞାନୀ ସୋଲୋମନ କହିଲେ ଯାହାର ଆରମ୍ଭ ଅପେକ୍ଷା କାର୍ଯ୍ୟର সমাপ্তি ভালো। বেঙ্গলি ভাষায় গোটে কথা আছে, যার শেষ ভালো তার সব ভালো। যাহার শেষ ভালো তাহার সবু কিছু ভালো। এটা বাস্তব সত্য অটে। সেমানଙ୍କର ଶେଷବର୍ତ୍ତୀ ପ୍ରତି ଅର୍ଥାତ୍ ସେମାନଙ୍କର ବିଶ୍ୱାସର ଜୀବନ ଯାତ୍ରାରେ ପ୍ରଭୁଙ୍କ ଠାରୁ ପାଇଥିବା ଆହ୍ୱାନମୂଳକ ଜୀବନ ଯାତ୍ରାରେ ସେବାର ଜୀବନ ଯାତ୍ରାରେ ସେମାନଙ୍କର ଆରମ୍ଭ ଚମତ୍କାର ହେଇପାରେ, ମାତ୍ର ଶେଷ କି ପ୍ରକାର ସେଥିପ୍ରତି ଦୃଷ୍ଟିପାତ କର। ଆଉ ସେମାନଙ୍କର ଶେଷ ଗତି ଯଦି ବିଶ୍ୱାସ ଯୋଗ୍ୟ, ବିଶ୍ୱାସରେ ପରିପୂର୍ଣ୍ଣ ମଣ୍ଡଳୀରେ ଯେତେବେଳେ ଦିଗମାନଙ୍କର ନିର୍ବାଚନ ବା ଦିଗମାନଙ୍କୁ ବଛା ଗଲା ଆଦ୍ୟ ମଣ୍ଡଳୀରେ ଜାଣନ୍ତି କି ସେଥିରେ କୋଉ କୋଉ ଗୁଣ ସବୁକୁ ଅନୁସନ୍ଧାନ କରାଗଲା, କୋଉ କୋଉ ସବୁ ଗୁଣ ଥିବା ଦରକାର ବୋଲି କୁହାଗଲା। ଆତ୍ମାରେ ପରିପୂର୍ଣ୍ଣ, ଜ୍ଞାନରେ ପରିପୂର୍ଣ୍ଣ, ବିଶ୍ୱାସରେ ପରିପୂର୍ଣ୍ଣ। এই ସବୁ ବିଷୟ ଯାହାଠାରେ ଥିବ ସେ ମଣ୍ଡଳୀରେ ସେବା କରିବାର ନିମନ୍ତେ ମନୋନୀତ କରାଯିବ। ପ୍ରଭୁ ସେ ପ୍ରକାର ଲୋକମାନଙ୍କୁ ମନୋନୀତ କରିଥାନ୍ତି, ଚାହାନ୍ତି କହିବାକୁ ଗଲେ। ଆଉ ଆଜିର ମଣ୍ଡଳୀ ମାନଙ୍କରେ ଆମେ ଦେଖୁ ବିଶ୍ୱବ୍ୟାପୀ ମାନେ ପୃଥିବୀର ଅଧିକାଂଶ ମଣ୍ଡଳୀରେ ଗୋଟେ ବିଷୟ ଥିବ ଆଉ ଗୋଟେ ବିଷୟ ନଥିବ, ଉଣା ପଡ଼ିଥିବାର ବିଷୟ ସବୁ ବେଶୀ ଦେଖାଯାଏ। ଏଠାରେ ସେହି ନେତାମାନଙ୍କ ବିଷୟରେ କୁହାଯାଇଛି ସେମାନେ ପାଳକ ହେଇପାରନ୍ତି, ଡିକନ ହେଇପାରନ୍ତି, ଚାଳକ ହେଇପାରନ୍ତି କିମ୍ବା ମଣ୍ଡଳୀରେ ଶିକ୍ଷକ ହେଇପାରନ୍ତି, ସଣ୍ଡେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ହେଇପାରନ୍ତି, ମଣ୍ଡଳୀରେ କୌଣସି ନେତୃତ୍ୱ ନେଉଥିବା ବ୍ୟକ୍ତି ହେଇପାରନ୍ତି, କୌଣସି ସମିତି ବା ସମ୍ମିଳନୀ ବା ଅନୁଷ୍ଠାନର ଦାୟିତ୍ୱ ନେଉଥିବା ବ୍ୟକ୍ତି ହେଇପାରନ୍ତି। ଏ ସମସ୍ତଙ୍କର ନିମନ୍ତେ এইটা হচ্ছে বড় জরুরি বিষয়। সেমানଙ୍କର ଶେଷ ଏବଂ ଶେଷ ପର୍ଯ୍ୟନ୍ତ ବିଶ୍ୱାସରେ ସ୍ଥିର ଅଛନ୍ତି କିନା। ଯେତେବେଳେ ଏହି ପୁସ୍ତକଟି ଲେଖାଗଲା ସେହି ସମୟର ମଣ୍ଡଳୀ, ସେହି ସମୟର ବିଶ୍ୱାସୀ ଭାଇ ଭଉଣୀମାନେ ଭୟଙ୍କର ତାଡ଼ନା ମଧ୍ୟ ଦେଇ ଗତି କରୁଥିଲେ। ସେମାନଙ୍କର ସମ୍ପତ୍ତି ବାଡ଼ି ଲୁଟ କରି ନିଆଯାଉଥିଲା, ଜବରଦସ୍ତ ଛଡ଼େଇକି ନିଆଯାଉଥିଲା, ସରକାରୀ ଭାବରେ କରାଯାଉଥିଲା। ସେମାନେ ଯୀଶୁଙ୍କର ନାମ ସକାଶେ ଘର ହରଉଥିଲେ, ଯୀଶୁଙ୍କର ନାମ ସକାଶେ ପଳାତକ ସାଜୁଥିଲେ, ଯୀଶୁଙ୍କର ନାମ ସକାଶେ ପିନ୍ଧିଥିବା ପୋଷାକ ଛଡ଼ା ଆଉ କିଛି ସେମାନଙ୍କ ପାଖରେ ନଥିଲା। ଆମମାନଙ୍କର ଓଡ଼ିଶାର କେତେକ ଖ୍ରୀଷ୍ଟ ବିଶ୍ୱାସୀ ସେଥିର ଭୁକ୍ତଭୋଗୀ ଅଟନ୍ତି। 2008 ସାଲରେ ଯାହା ହେଇଥିଲା ଏବଂ ଗତ ବର୍ଷ ଠାରୁ ଆରମ୍ଭ ହେଇକି ଏହି ବର୍ଷ ମଧ୍ୟ ଜାରି ରହିଛି ମଣିପୁରରେ ଯାହା ଘଟୁଛି ବିଶ୍ୱାସୀ ଭାଇ ଭଉଣୀମାନଙ୍କର ଅବସ୍ଥା। ଏବଂ ପ୍ରଭୁ ଯୀଶୁ ଏ ବିଷୟରେ ସତର୍କ କରେଇ ଦେଇଛନ୍ତି, ଚେତନା ଦେଇ ସାରିଛନ୍ତି। ମୋ ନାମ ସକାଶେ ଲୋକମାନେ ତୁମମାନଙ୍କୁ ଘୃଣା କରିବେ, ତାଡ଼ନା କରିବେ, ବିଚାରକର୍ତ୍ତାମାନଙ୍କ ହସ୍ତରେ ସମର୍ପଣ କରିବେ। ଏ ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀ ମାନେ ସେମାନେ କହିବାକୁ ଗଲେ ସର୍ବହରା ହେଇକି କିନ୍ତୁ ଗୋଟେ ବିଷୟ ହରେଇ ନଥିଲେ, ସେଇଟା ହଉଛି ସେମାନଙ୍କର ବିଶ୍ୱାସ। ସେ ବିଶ୍ୱାସର ସମ୍ପତ୍ତିକୁ ନେଇ ସେମାନେ ଜାଗା ଜାଗାକୁ ଚାଲିଗଲେ। ଜେରୁସାଲେମରେ ରହିପାରିଲେ ନାହିଁ। ସାଉଲ ନାମକ ଜଣେ ବ୍ୟକ୍ତି ଭୟଙ୍କର ଭାବରେ ମଣ୍ଡଳୀକୁ ତାଡ଼ନା କଲେ, ଯଦ୍ୱାରା ସେଠିକାର ବିଶ୍ୱାସୀମାନେ ଲେଖାଯାଏ ଯେ ପ୍ରେରିତ ମାନଙ୍କର ଛଡ଼ା ବାକି ଅଧିକାଂଶ ବିଶ୍ୱାସୀ, କେତେ ବିଶ୍ୱାସୀ ସେହି ସମୟ ମଧ୍ୟରେ ଜାଣନ୍ତି କି ପେଣ୍ଟିକଷ୍ଟ ଦିନରେ 3000, ତାପରେ 5000, ଏମିତି ଦେଖିବାକୁ ଗଲେ 8000, ପୁଣି ଆଉ କେତେ ହଜାର ଆମମାନେ ଜାଣୁନା। କିନ୍ତୁ এই ସମସ୍ତେ ଜେରୁସାଲେମ ମଣ୍ଡଳୀରେ ଉପାସନା କରୁଥିଲେ। ଯେତେବେଳେ ସାଉଲ ତାଡ଼ନା କରିବା ପାଇଁ ଆରମ୍ଭ କଲେ ସେମାନେ ବିକ୍ଷିପ୍ତ ହେଇଗଲେ, ଚାରିଆଡ଼କୁ ପଳେଇଲେ, ନିଜର ପ୍ରାଣକୁ ହାତ ମୁଠାରେ ଧରି ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ହାତରେ ନଥିଲା। ଘର ଦ୍ୱାର ଜମି ବାଡ଼ି ଯାହା କିଛି ସେମାନଙ୍କର ଥିଲା ସେ ସବୁ ଜେରୁସାଲେମରେ ଛାଡ଼ିଦେଲେ ଏବଂ ସରକାରୀ ସ୍ତରରେ କିମ୍ବା ତାଡ଼ନା କରୁଥିବା ଲୋକମାନେ ସେମାନଙ୍କର ସେ ସବୁକୁ ଲୁଟି ନେଲେ। କିନ୍ତୁ ସେମାନେ ଯୁଆଡ଼େ ଯୁଆଡ଼େ ଗଲେ ଯାହା ସାଙ୍ଗରେ ନେଇକି ଯାଇଥିଲେ ତାକୁ ହରେଇଲେ ନାହିଁ। ଏ ସମସ୍ତ ନିର୍ଯାତନା ସତ୍ତ୍ୱେ ସେମାନେ ସେଇ ବିଷୟକୁ ଧରି ରଖିଲେ। କ'ଣ ଥିଲା ତାହା? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ। ହେଲେ କେତେକଙ୍କ ମନରେ ଡର ଆସିଲା, ଭୟ ଆସିଲା, ଯୀଶୁଙ୍କର ସକାଶେ ସବୁ ଛାଡ଼ିବାକୁ ପଡୁଛି। ନା 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 ନା,
ଫେରିଗଲେ ଭଲ। ଆଉ ସେଇ ସମୟରେ ସରକାରୀ ସ୍ତରରେ ସ୍ୱୀକୃତି ପ୍ରାପ୍ତ ଧର୍ମ ଥିଲା ଜିହୁଦୀ ଧର୍ମ। ଜିହୁଦୀ ମାନଙ୍କର ରେଜିଷ୍ଟର୍ଡ ରିଲିଜିୟନ ଥିଲା ଆଉ ସେମାନଙ୍କ ପାଇଁ ଛାଡ଼ ଥିଲା। ସେଥିପାଇଁ କେତେକ ବିଶ୍ୱାସୀ ମାନେ ଯୋଉମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରିବାରୁ ସବୁ କିଛି ହରେଇବାକୁ ବସିଲେ, ସେମାନଙ୍କ ମଧ୍ୟରୁ କେତେକ ଚିନ୍ତା କଲେ, ଭାବିଲେ ଯେ ଆମେ ପୁଣି ଥରେ ଜିହୁଦୀ ଧର୍ମ ମତକୁ ଫେରିଗଲେ ଅନ୍ତତଃ ଆମମାନଙ୍କର ପ୍ରାଣ ବଞ୍ଚିବ, ଜମିବାଡ଼ି ବଞ୍ଚିବ, ଘରଦ୍ୱାର ଅନ୍ତତଃ ସୁରକ୍ଷିତ ରହିବ, ପରିବାରର ଉପକାର ହବ। ଲଜିକାଲି ଚିନ୍ତା କରିବାକୁ ଗଲେ ସେଟା ଭଲ କଥା ବୋଲି କୁହାଯାଏ। କେତେକ ଫେରିଗଲେ ଆଉ କେତେକ ଶିକ୍ଷକ ମାନେ ସେ ମଣ୍ଡଳୀ ମାନଙ୍କରେ ବୁଲି ବୁଲି ପ୍ରଚାର କରୁଥିଲେ ଯେ ଖାଲି ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଯଥେଷ୍ଟ ନୁହଁ, ତୁମେ ଆଦ୍ୟ ବିଶ୍ୱାସ ମତକୁ ଫେରି ଆସିବା ଦରକାର। କଣ? ଜିହୁଦୀ ମତକୁ। କାରଣ ତୁମେ ଏଟାକୁ ଛାଡ଼ି ଦେଇକି ଯୀଶୁଙ୍କ ଠାରେ ବିଶ୍ୱାସ କଲେ ତୁମେ ଯାଜକୀୟ ଆଶୀର୍ବାଦରୁ ବଞ୍ଚିତ ହବ, ତୁମେ ବଳିଦାନର ଆଶୀର୍ବାଦରୁ ବଞ୍ଚିତ ହବ, ବିଭିନ୍ନ ବିଷୟ ମୁସାଫିର ଶିକ୍ଷା ବା ବ୍ୟବସ୍ଥାରୁ ବଞ୍ଚିତ ହବ। এই প্রকার প্রলোভন সেମାନଙ୍କୁ দেখেইলে উস্কেইলে কেতে জন নিশ্চয় ফেরি যাইবে, কিন্তু অধিকাংশ লোক বিশ্বাসକୁ ধରି ରଖିଲେ। আর সেମାନଙ୍କ ମଧ୍ୟରେ ଥିଲେ କେତେକ ନେତା। সেই ନେତାମାନଙ୍କ ବିଷୟରେ ଲେଖକ କହୁଛନ୍ତି, ତମମାନଙ୍କର ପାଇଁ ତମମାନଙ୍କୁ ଯେ ଈଶ୍ୱରଙ୍କର ବାକ୍ୟରୁ ଶିକ୍ଷା ଦଉଥିଲେ ସେମାନଙ୍କୁ ସ୍ମରଣ କର। ସେମାନଙ୍କର ଶେଷ ଗତି ଯଦିବା ଆରାମଦାୟକ ନଥିଲା, ଶେଷ ଅବସ୍ଥା ଯଦିବା କ୍ଲେଶଜନକ ଥିଲା, କଷ୍ଟଦାୟକ ଥିଲା, ଅନେକ ବିଷୟ ହରେଇବାର ବିଷୟ ଥିଲା, ମାତ୍ର ସେମାନେ ଶେଷ ପର୍ଯ୍ୟନ୍ତ ପ୍ରାଣ ଯାଉ ପଛେ ଖ୍ରୀଷ୍ଟ ନ ଯାଉ, ପ୍ରାଣ ଯାଉ ପଛେ ତାହାଙ୍କ ଠାରେ ମୋର ବିଶ୍ୱାସ ଲୋପ ନ ପାଉ, ସେଥିପ୍ରତି ଦୃଷ୍ଟିପାତ କର। ଏବଂ ଲେଖାଯାଉଛି ସେମାନଙ୍କର ବିଶ୍ୱାସର ଅନୁକାରୀ ହୁଅ। ଆଉ ଜାଣନ୍ତି କି ୟାର ଗୋଟିଏ ଅଧ୍ୟାୟ ପୂର୍ବରୁ 11 ଅଧ୍ୟାୟରେ ବିଶ୍ୱାସୀ ମାନଙ୍କର ଗୋଟେ ଲମ୍ବା ତାଲିକା ଦିଆଯାଇଛି। ଯୋଉ ବିଶ୍ୱାସୀ ମାନେ ନିଜର ଦେଶ ଛାଡ଼ିଲେ, ଘର ଛାଡ଼ିଲେ, ଅନେକ ବିଷୟକୁ ପରିତ୍ୟାଗ କଲେ, ଆଉ ସେମାନେ এই ପ୍ରତିଜ୍ଞାତ ଦେଶରେ ପ୍ରବାସୀ ରୂପେ ଜୀବନ କାଟିଲେ, ତମ୍ବୁବାସୀ ହେଇକି ଜୀବନ କାଟିଲେ। ଲେଖାଯାଏ ସେମାନେ ବିଶ୍ୱାସର ଆଖିରେ ଭବିଷ୍ୟତକୁ ଦେଖୁଥିଲେ। ସେମାନେ ସେଇ ଦେଶକୁ ଅନେଇଲେ ଯୋଉ ଦେଶର ନିର୍ମାତା ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ସେମାନେ ସେଇ ନଗରର ଅପେକ୍ଷା କରୁଥିଲେ ଯୋଉ ନଗର କି ପରମେଶ୍ୱର ଏମାନଙ୍କର ନିମନ୍ତେ ତିଆରି କରୁଛନ୍ତି। ସେମାନେ ସେଥିର ଅପେକ୍ଷା କରୁ କରୁ ଯଦିବା ଜୀବନ କାଳରେ ପ୍ରତିଜ୍ଞାତ ଫଳ ପ୍ରାପ୍ତ ହେଲେ ନାହିଁ, ଅଥଚ ବିଶ୍ୱାସରେ ପ୍ରାଣ ତ୍ୟାଗ କଲେ, ସେମାନଙ୍କ ବିଷୟରେ ଲେଖାଯାଉଛି ଆଉ ସେମାନଙ୍କର ବିଶ୍ୱାସର ଅନୁକାରୀ। ସେମାନେ ଯୋଉ ଆଦର୍ଶ ଛାଡ଼ିଗଲେ, ଆଉ ଆଜି ଆମ ଆଜ୍ଞାନରେ କେତେ ଗୁଡ଼ାଏ ଆଦର୍ଶର ବିଷୟ ଆମମାନେ ନିଜ ଆଖିରେ ଦେଖିଲେ। সেই আদর্শর অনুকারী হবার নিমন্তে আমাকে কুহযাଉଛି কেমিতি অনুকারী হবা, পার্শ্বরিক নুহে স্মরণ কলে বলে লেখা যাচ্ছে। 17 পদକୁ ଯିବା। 17 ପଦରେ ମଣ୍ଡଳୀକୁ ଏ ପ୍ରକାର ନେତାମାନଙ୍କର ନିମନ୍ତେ ଆଉ ଗୋଟେ କାର୍ଯ୍ୟ କରିବା ପାଇଁ କୁହାଯାଉଛି। 17 ପଦ 13 ଅଧ୍ୟାୟ 17 ପଦ। ତୁମ୍ଭମାନଙ୍କର ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହବ ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀ କର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି। ଦୁଃଖରେ କଲେ ତୁମ୍ଭମାନଙ୍କର କିଛି ଲାଭ ହବ ନାହିଁ। ଭାଇ ଭଉଣୀ ମାନେ, ଗୋଟି ଗୋଟି ଶବ୍ଦ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେଉଁମାନେ ଆମ ଆଗରେ ଥିଲେ ଏବଂ ଯାଇଛନ୍ତି, ଆମ ପାଖରେ ନାହାନ୍ତି, ସେମାନଙ୍କର ବିଶ୍ୱାସର ଅନୁକାରୀ ହୁଅ, ସେମାନଙ୍କୁ ସ୍ମରଣ କର। ଏବେ ଯେଉଁମାନେ ଅଛନ୍ତି ସେମାନଙ୍କର ଆଜ୍ଞାବହ ହେଇ ବଶୀଭୂତ ହୁଅ। ଏଇଟା ପ୍ରଭୁଙ୍କର ଆଦେଶ ଯେ ସ୍ୱର୍ଗରୁ କହୁଅଛନ୍ତି। ସେମାନଙ୍କର ବଶୀଭୂତ ହୁଅ। କାହିଁକି? କାହିଁକି ନେତାମାନଙ୍କୁ ସ୍ମରଣ କରିବୁ? କାହିଁକି ନେତାମାନଙ୍କର ବଶୀଭୂତ ହବୁ? କାରଣ ସେମାନେ ଆମମାନଙ୍କର ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ପ୍ରହରୀ ଅଟନ୍ତି।
ସେମାନେ ପ୍ରହରୀର କାର୍ଯ୍ୟ କରୁଅଛନ୍ତି ଆଉ ଆମମାନଙ୍କର ପ୍ରତ୍ୟେକ ଜଣଙ୍କର ପ୍ରାଣ ନିମନ୍ତେ ଆତ୍ମାର ନିମନ୍ତେ ସେମାନଙ୍କୁ ଈଶ୍ୱରଙ୍କ ନିକଟରେ ହିସାବ ଦେବାକୁ ପଡ଼ିବ। ଦିନେ ପରମେଶ୍ୱର ସେମାନଙ୍କୁ ପଚାରିବେ, ଏହି ମଣ୍ଡଳୀରେ ଏତେ ବିଶ୍ୱାସୀଙ୍କର ଦାୟିତ୍ୱ ମୁଁ ତୋ ହାତରେ ନ୍ୟସ୍ତ କରିଥିଲି, ସେ ପ୍ରତିଟି ପ୍ରାଣର ରକ୍ଷା କି ପ୍ରକାର କରିଅଛ ତୁମେ, ତାର ହିସାବ ମୋତେ ଦିଅ। ଭାଇ ଭଉଣୀମାନେ, ପ୍ରଭୁଙ୍କର ସେବକ ହବା এটা যেତିକି ସହଜ ସାଧାରଣ ପରି ଆଖି ଆଗରେ ଦେଖାଯାଉଛି ସେତିକି ନୁହେଁ, এটা ସବୁଠାରୁ କଠିନ କାର୍ଯ୍ୟ। ପ୍ରହରୀର କାର୍ଯ୍ୟ ବୋଲି କୁହାଗଲା, ଅର୍ଥାତ୍ ଦିନ କି ରାତି ଆଖିର ପତା ପଡ଼ିବ ନାହିଁ, ଆଖିରୁ ଲୁହ ଝରିବ। ଆପଣ ପ୍ରତ୍ୟେକଙ୍କର ପ୍ରାଣ ନିମନ୍ତେ, ପ୍ରତ୍ୟେକଙ୍କର ଆତ୍ମାର ନିମନ୍ତେ ସୁରକ୍ଷା, ଅନନ୍ତକାଳୀନ ସୁରକ୍ଷାର ନିମନ୍ତେ ଈଶ୍ୱରଙ୍କ ଠାରୁ ସାହାଯ୍ୟ ମାଗିବେ ଏବଂ ସେମାନଙ୍କର ଯତ୍ନ ନେବେ। এটা ସହଜ କାର୍ଯ୍ୟ ନୁହେଁ। ସେଥିପାଇଁ ତ ପ୍ରଭୁ କହିଲେ, ମୋର ରାଜ୍ୟରେ ଯେଉଁମାନେ ପ୍ରଧାନ ହେବାକୁ ଇଚ୍ଛା କରନ୍ତି ସେମାନେ ସମସ୍ତଙ୍କର କଣ ବନ୍ଧୁ? ଦାସ। ଈଶ୍ୱରଙ୍କର ରାଜ୍ୟରେ ପ୍ରଧାନ ହେବା ପାଇଁ ଇଚ୍ଛା ହେଲେ ସେ ତଳୁ ଆରମ୍ଭ ହୁଏ, ଉପରୁ ଏକ ଗୁରୁ ଦାୟିତ୍ୱ ଅଛି। ବିଶ୍ୱାସୀ ଭାଇ ଭଉଣୀ ଭାବରେ, ମଣ୍ଡଳୀର ସଭ୍ୟା ଭାବରେ ଆମମାନେ ସେମାନଙ୍କର ବାଧ୍ୟ ହେବା ଏବଂ ଲେଖାଯାଉଛି ବଶୀଭୂତ। দুইটি শব্দ ব্যবহার করা যাচ্ছে, বাধ্য হওয়া অর্থাৎ আজ্ঞাবহ হওয়া, বশীভূত হচ্ছে কন্টিনিউ করিবা। আজ্ঞাবহতারে নিরবচ্ছিন্ন ভাবে লাগি রহিবা, নিরন্তর লাগি রহিবা, কারণ এমানଙ୍କର দায়িত্ব বহুত বড়। এবং এটা কেমিতি করিবা? কুণ্ঠিত হইকি নুহে লেখা যাଉଛି, ତମେ କୁଣ୍ଠିତ ହେଇକି ଆଜ୍ଞାବହ ହେଲେ ତମର କିଛି ଲାଭ ହବ ନାହିଁ। ଯଦି ସେମାନେ କୁଣ୍ଠିତ ହେଇକି କରିବେ, ଯଦି ସେମାନେ କହିବେ ଏମାନଙ୍କୁ ଯେତେ ପ୍ରେମରେ ବୁଝେଇଲେ ମଧ୍ୟ ବୁଝୁନାହାନ୍ତି, ଶୁଣୁନାହାନ୍ତି, ଯଦି ଏହି ପ୍ରକାର ଚିନ୍ତାଧାରା ସେମାନଙ୍କ ମନରେ ଆସିବ, ତାହେଲେ ଆମମାନଙ୍କ ପାଇଁ ଆଶୀର୍ବାଦ ନାହିଁ। ଆମେ ପାଉଥିବା ଆଶୀର୍ବାଦ ହାତରୁ ଖସି ଚାଲିଯିବ। ସମୟ ସରି ଆସୁଛି, ମୁଁ ଆଉ ଗୋଟିଏ ପଦ ପଢ଼ିକି ଶେଷ କରିବି, 24 ପଦ। ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁ ସମସ୍ତଙ୍କୁ ନମସ୍କାର ଜଣାଅ। ଧନ୍ୟବାଦ। ଏଥିରେ ଲେଖା ଯାଉଛି, ଗୋଟେ ତର୍ଜମାରେ ଲେଖା ଅଛି ସାଲୁଟ ଦେବେ। ନମସ୍କାର ଖାଲି ନୁହେଁ, ସାଲୁଟ ଦେବେ। ତାର ଅର୍ଥ ସମ୍ମାନର ସହିତ ଆମମାନଙ୍କର ନେତାମାନଙ୍କୁ ସ୍ମରଣ କରିବୁ, ଆମମାନଙ୍କର ନେତାମାନଙ୍କର ଆଜ୍ଞାବହ ହେଇକି ବଶୀଭୂତ ହେବ ଏବଂ ଆମମାନଙ୍କର ନେତାମାନଙ୍କୁ ସାଲୁଟ ମାରିବୁ। କୋଉମାନଙ୍କୁ ସାଲୁଟ କରାଯାଏ? ଯେଉଁମାନେ ସମ୍ମାନର ଯୋଗ୍ୟ ଅଟନ୍ତି, ଯେଉଁମାନଙ୍କର ଗୁଣ ଚରିତ୍ର ସେଇ ସ୍ତରରେ ଅଛି, ଆଉ ସେମାନଙ୍କ ନିମନ୍ତେ ଆପେ ଆପେ ହାତ ଆମମାନଙ୍କର କପାଳରେ ଲାଗିଯିବ। ସାଲୁଟ। ମୁଁ ତୁମକୁ ସାଲୁଟ କରୁଛି, ମୁଁ ତୁମକୁ ଅଭିବାଦନ ଜଣାଉଛି, ମୁଁ ତୁମର ପ୍ରଶଂସା କରୁଛି, ଆପ୍ରିସିଏଟ୍ କରୁଛି। এই শেষ অধ্যায়ে এই তিনটি গুরুত্বপূর্ণ বিষয় କରିବା ପାଇଁ ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଏ ପୁସ୍ତକର ଲେଖକ ଲେଖିଲେ। କିନ୍ତୁ ଶେଷରେ ପାଉଲଙ୍କର ଜୀବନକୁ ଟିକେ ଆଣିକି ମୁଁ କହିବା ପାଇଁ ଚାହେଁ, ଯେତେବେଳେ ସେ ଏଫେସୀ ମଣ୍ଡଳୀର ଲୋକମାନଙ୍କ ଠାରୁ ବିଦାୟ ନେଇକି ଗଲେ, ଗୋଟିଏ କଥା କହିଲେ ଯେ ମୁଁ ଆଉ ଥରେ ତୁମର ମୁହଁ ହୁଏତ ଦେଖିପାରିବି ନ ପାରିବି। ତାପରେ ସେ ରୋମକୁ ଚାଲିଗଲେ। ରୋମରେ ତାହାଙ୍କର ବିଚାର ହେଉଛି, ଆଉ ସେ ବନ୍ଦୀ ଗୃହରେ ଅଛନ୍ତି। ବନ୍ଦୀ ଗୃହରେ ଥିବାବେଳେ ତାଙ୍କର ଶେଷ ପୁସ୍ତକକୁ ସେ ଲେଖୁଛନ୍ତି, ଯାହା କିଛି ସମୟ ଆଗରୁ ପଢ଼ାଯାଇଥିଲା, 2 ତିମୋଥୀ ତାର 4 ଅଧ୍ୟାୟ 6 ପଦ, 7 ପଦ ଆଉ 8 ପଦ। ହଁ 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 ଧନ୍ୟବାଦ। ଏଇଟା ହେଉଛି ପ୍ରେରିତ ପାଉଲଙ୍କର ବିଦାୟକାଳୀନ ବାର୍ତ୍ତା।
शेष लेखा से जेल लेखुंट एवं से प्रिय पुत्र विश्वास पुत्र तिमोथी को पठेवा जाउछन। शेष लेखार से लिखुंट एबे हे मोर प्राण आहुति परि ढड़ा जाउछि, मोर महाप्रयाणर समय उपस्थित हेलानी। से जो शब्द से लिखुंट मोर जीवार बेल आसिलानी। ए जो जीवार शब्दटी सेठारे लेखा जाउछि मूल भाषा रे तार भिन्न भिन्न अर्थ अछि। उदाहरण स्वरूप सकाळ हेला चाषी हड़े बड़द को लंगल रे जोचिकी जुआड़ी रे जोचिकी चाष करिया पाए देई गला। आमर एपटे 12टा गोटाए बेल को चाष काम सरी गले से मानकु फेरे आनु जुआड़ी रे से मानकु मुकळी दिया जा। जो बड़द जोचा जाई सकाळ 6टा रु दिन 12टा पर्यंत बुली 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 चाष कला से थकी जाईछि एवं जेतबेले चाषी ताकू गुहाळ को फेरे आनुछि जुआड़ी काढी दउछि से जो निजको मुक्त भली अनुभव करूछि सेटा सेही अर्थ रे लेखा जाउछि। आ गोटे अर्थ होछि कोन गोटे जहाज गोटे बंदर रे अछि से आर बंदर को जीवार निमंते तार दौड़ी सब फिटेई दिया जाउछि। से ए बंदर रु बाहर की आर बंदर को जाई के पहुंचे सेति पय ताकू मुक्त करि दिया जाउछि। से सही अर्थ रे लेखा जाउछि। मु अक्लांत परिश्रम करिछि जहा प्रेरित 20 अध्याय रे पाउल साक्ष्य देकी कहउछन्ति दिवारात्र अश्रुपात सहित कि प्रकार तुम मान को शिक्षा देछि मने पका मु तुम मान कर रक्तर दायित्वरु मुक्त अटे। पिला तो भଳି नुहे हाथ दोई देले नाही से सत कथा कहउछन्ति तुम मान को जहा जहा चेतना देबा कथा चेतना देछि अनुयोग करिबा कथा अनुयोग करिछि प्रेम रे बुझेबा कथा प्रेम रे बुझेछि जहा मन करिबा कर्तव्य मु सब विश्वस्त भाबरे करियछि। एणिकी जेहेतु आउ थरे सुजोग पाइबे नाही ताहा करिबा पाए मो सेते पाए एक कथा कहउछि। से सेया कहि मोर जीवार बेल आसी गला जे पहुंचीबी कोठी आर फଳରେ मो पर आउ कोनसी भार रहिबो नाही। जेतबेले जाई कि पहुंचीबी सेठारे सेठारे के ठिया आइथिबे काहा को देखिबे जो प्रभु करमु सेवा करी करी आसेछि सही प्रभु ठिया आइथिबे आ खाली हाथ रे नुहे ताक हाथ रे गोटे मुकुट थिबो से मुकुट से अवस्था करे देबे आ केवल पते ही नुहे जेते लोक ताहाकर सेही आगमन को प्रिय ज्ञान करती से समस्त को देबे। भाई भाई माने सेवार जीवन ए पृथ्वी पृष्ठ रे क्रांतिकारी हे पारे सेवार जीवन ए पृथ्वी मध्य रे अत्यधिक परिश्रम रो विषय हे पारे सेवार जीवन ए पृथ्वी मध्य रे त्यागर जीवन हे पारे बलिदान रो जीवन हे पारे निराशा निरुत्साह हताशा ए सब गोटे भाई भणी भाव रे आसी की जड़ित हे जाते जड़े सेवक बा सेविकार जीवन रे मात्र ए सब आमानू से मुकुट रोकी पारिबा नाही। आमने ए कुलरु विदाय देले से कुलरे पहुंचीबु आ सेठारे आ मात्र प्रभु खाली हाथ रे नाहांती से सेठारे ठिया हिछि। जणे रुग्ण हे किबा शरीर विशिष्ट मनुष्य भीतर गुंफा स्वरूप एक कारागार भितरे बंधाई की अछंती हाथ में सिंकुड़ी बंधा एवं दुई पाखरे दुई जन सैनिकों हाथ मध्य ताक सहित बंधाई गोड़े हरिकाठ लागी आ शेष चिठीटी से लिखुंट निज हाथ में से लिखुना सांगे जो लुक किंबा जो शिला किंबा के जन अच्छी लिखिबार पाए आ से डिक्टेट करछंती से कहउछंती से माने लिखुछंती आ शेष रे एही धाड़ी सब लिखिला बेले से कहउछंती मो निरूपित पत्थर को जाए शेष पर्यंत दौड़ी अछि मो माई प्रभु यीशु से दमस्क पत्थरे जो निर्धारण करथिले साउल आज ठारू ए मुहूर्त ठारू तोर गोटे निरूपित पत्थर अछि तू से शेष पर्यंत दौड़ी तते दौड़ीबा आ पाउल दौड़ी रे लुस्त्रा रे जेतबेले ताहाकू पत्थर पकई की मारि दिया गला एवं से मरि गले बोली भाबी की ताकू नगर बाहर नै की बिल रे पकई दिया गला सेतबेले शिष्य माने सुनिले एवं से माने आ खोजी खोजी आसिले पाउल जोठी पढी छथि
मला प्राय तार चारिआडे फेरिकी से माने प्रार्थना कले हठात ताकर जीवन फेरी आसी से उठिले आ पचारछंती मु एठी उठी अछि से माने सब कथा कहिले कोन हेछि ताको प्रति से पुणी उठिले सेठु चालिले से छकको जो छकरे प्रस्तरा घाट सहितले सेठी जाई प्रचार करे से उचंती सेही पावल जेकी तांकर साक्ष्य देकी करंती पत्ररे लेखंती दिवारात्र अगाध जलरे अनेक थर उपवास विपदरे बंदीशाला नाना प्रकार क्लेश एवं सबुठारु गोटे विषय मोर मन को घारी पकाउछि ताहा होछि मंडली गुडिक विषय चिंता मोरे मोरे क्लेश जेतिकी मते बाधु नाही ए जंत्रणा जेतिकी मो पाई कष्टदायक हुए ता ठारु अधिक कष्टदायक मंडली विषय को चिंता कारण मो उतारे दुरंत बाध सब आसुछंती से माने मंडलीर मेषबळ को छिन्न भिन्न करिया पाई उद्यत ग्रासीबा पाई उद्यत अटंती मु सेति माय बहुत चिंतित अटे जे ए वर्षर परिश्रम कोन पानी रो फटका पुरी नष्ट ही जीव की उभेई जीव की से विषय को चिंता मते खारुची अथच मो निर्धारित पथर शेष पर्यंत दौड़ी आ ए बाटरे दौड़ू दौड़ू यह एक संघर्षर दौड़ थिला मो विश्वासर उत्तम युद्धरे कोन करी अछि प्राणपण करी अछि आमे केबे हमर विश्वासर जीवन पाई प्राणपण करिछु केबे हमर विश्वास सकाशे संघर्ष करिछु किंतु पाउल कहउछंती मु सब संघर्ष मध्य यह एक युद्ध आउ हल्का युद्ध नाही एक गुड फाइट फाइट ऑफ फेथ एक उत्तम युद्ध अर्थात उत्तम माने आरामदायक भलो सेटा नहे माने रियल फाइट जोठी की प्राण चाली जीव से प्रकार जेंती कथारे कहते नै कि मारो नहिले मर कोटा हले गोटे हो युद्धरे सेही दीटा गोटे हुए आइदर तमे मारी मारी के जीव विजय लाभ करिवो किबा कहार गोटे चोटरे मरि जीव मारो नहिले मर सेटा दिला ताकर अवस्था से कहउछंती मु ए सब युद्ध मध्यरे ए सब संघर्ष मध्यरे मु से विश्वास जो विश्वास पर मते देखछंती ताको रखि अछि ताको शेष पर्यंत धरि रखिछि आ गोटे पद कोन कहले से मो निरूपित पथर शेष पर्यंत दौड़ी अछि मो विश्वास रक्षा करि अछि एवं उत्तम युद्धरे प्राणपण करि अछि ख्रीस्तीय नेतृत्व ख्रीस्तीय सेवक ए विषयर निमंते आह्वान प्राप्त अटे आ पाउल आमान पाई जणे आदर्श क्लेश सहज करिकि सब किछि स्वीकार करिकि बड़ी बड़ी उत्सर्ग करि बा निजको बलिदान दे देकि से कार्य करछथि ताकर आउटी साक्ष्य होछि ख्रीष्टंकर अवशिष्ट क्षतदाग मो निज शरीर रे धारण करी प्रचार करूछि ताकर शरीर रे एमती गोटे जागा नथिला जोठी घार चिन्ह नथिला से अनेक थर बेत्राघात कोरोनार प्रहार एवं प्रस्तराघात जो प्रकार भाव स्टीफान प्रस्तराघात रे मले पाउल मरिबा नथा अनेके कहंती जे से प्रकृत रे मले किंतु पुनर्जीवन पाई की उठिले बोली कहा जाय जे जहां भी हो किंतु जो जीवन लेकि से बंचिले ताकर शरीर सारा क्षत थिला जेतले से यीशुकर दर्शन पाइले दमशेक पथरे ताकर आखि दृष्टि शक्ति हरेला पूर्व परि से स्पष्ट देखि पाइले नाही सेति पाई से देखिले जे देखो मु केते बड़ बड़ अक्षर रे मु दस्तखत करि अछि मोर ना लिखि अछि जो मान को भलो देखा जाय नाही से माने बड़ बड़ अक्षर रे लेखते पाउल ताकर विदाय कालीन वार्ता होछि कहा मो विश्वास रक्षा करि अछि निरूपित पथर शेष पर्यंत दौड़ी अछि उत्तम युद्धरे प्राणपण करि अछि कहा जा जे जेतबे से चिठी लिखि सारिले जे व्यक्ति ताको हाथ रे बढ़ी दे कहले एटा दया करे तिमोथी पाखरे पहुंचै दब आ सेति के बेलकु कबाट खोलिबार शब्द ताला फटेइबार शब्द सुनिला से जानि पारिले जे सैनिक माने आसुछन्ते आ सतुक सत सैनिक माने आसिले
आ पाउल को कहे पाउल तुमर समय सरिया उठ आ पाउल उठे ताकर सिंकुड़ी से हरिकाठ बाहर कर दिया गला आ सिंकुड़ी रे जो हाथ बंधा अवस्था रे ताकू निया गला कोठी की गभा नदी कूल को आ सेठारे ताकर मस्तक को छेदन करा छ तुम माई ए होची आदेश जे तुमर मस्तक छेदन करा छ सेतबे पाउल पचारछंती जहार हाथ रे खंडा अछि से सैनिक को मु केमिति नइले तुमको हानिबा को सुविधा हबो से सैनिक सुनी अबाक ये कि प्रकार लोक मरिबा को डरू नाही से कहूँ मु केमिति भाबरे नइले केते नइले तुमको हानिबा को सुविधा हबो आ से मन पड़े द्वितीय चोट दरकार पड़ला नाही गोटे चोटरे मुंड गंडे अलगा ही गला जो पर्यंत प्राण सुख सुख होची सेति पंत खाली छाटी पेटी हला किंतु जो मुहूर्त रे मुंड गंडे अलगा ही गला पाउल सेठारे ना से सीधा सड़क ऊपर जो प्रभु कहा को अपेक्षा कर सकते स्वागत परिवार बेस उत्तम को विश्वस्तता तुम्हें शेष पर्यंत विश्वस्त रहिल जीवन मुकुट तमला प्रभु आपको आशीर्वाद करते बहुत बहुत धन्यवाद।